ଘରରେ ସବୁ କାମ ତ ସରିଗଲା। ଏବେ ଖାଲି ମୋ ସ୍ୱାମୀ ମାଛ ଆଣନ୍ତୁ। ମୁଁ ଆଜି ମଜା କରି ମାଛ ଭଜା ଖାଇବି। ଆରେ ବାଃ ଭାଇ, ତମର ସବୁ ଟମାଟୋ ତ ବଢିଆ ଆଉ ତାଜା ଦେଖାଯାଉଛି। ମତେ 2 କେଜି ଟମାଟୋ ଦିଅ। ମତେ ଆଜି ଟମାଟୋ ଚଟଣି ଖାଇବାକୁ ଭାରି ଇଚ୍ଛା ହେଉଛି। ବାଃ, ଆଜି ତ ମୁଁ ଅନେକ ଗୁଡ଼ିଏ ତାଜା ଟମାଟୋ ପାଇଗଲି। ମୋ ସ୍ତ୍ରୀ ଏ ସବୁ ଟମାଟୋ ଦେଖିଲେ ଅନେକ ଖୁସି ହେଇଯିବ। ଆରେ ତୁମେ ଆସିଗଲ, ମାଛ ଆଣିଛ ନା? ଦିଅ ଦିଅ, ଶୀଘ୍ର ମତେ ମାଛ ଦିଅ, ମୁଁ ଭାଜିବି। ମାନେ ମୁଁ ଆଜି ମାଛ ଆଣିନି। ବଜାରରେ ତାଜା ଟମାଟୋ ଦେଖି 2 କେଜି ନେଇ ଆସିଛି। ତୁ ଯା, ଆଜି ଟମାଟୋ ଚଟଣି କରିଦେ। ଆଜି ମୋର ମାଛ ଖାଇବାକୁ କେତେ ଇଚ୍ଛା ହେଉଥିଲା, ଆଉ ତୁମେ ମାଛ ନ ଆଣି ଟମାଟୋ ଆଣିଛ। ତମ ଟମାଟୋକୁ ତ ମୁଁ ଆରେ ମରିଗଲି ରେ, କିଏ ମୋ ଉପରକୁ ପଥର ଫିଙ୍ଗିଲା? ଏ କଣ, ମୁଁ ଏତେ କଷ୍ଟ କରି ଟମାଟୋ ଆଣିଥିଲି, ଆଉ ତୁ ମୋର ଟମାଟୋକୁ ଫିଙ୍ଗୁଛୁ? ଫିଙ୍ଗିକି ଭଲ କରିଛି। ଏବେ ମୁଁ ତମର ସବୁ ଟମାଟୋକୁ ପୋଖରୀରେ ପକେଇଦେବି। ନା, ମୁଁ ତତେ ମୋ ଟମାଟୋ ନଷ୍ଟ କରିବାକୁ ଦେବିନି। ଏମିତି ସେ 2 ଜଣ ଝଗଡ଼ା କରୁଥିଲେ। ତାଙ୍କ ଝଗଡ଼ା ଶୁଣି ଆମ୍ବ ଗଛରେ ରହୁଥିବା ପିଶାଚି ଖୁବ୍ ରାଗିଗଲା। ଓହୋ, ସବୁଦିନ ଏମାନଙ୍କ ଝଗଡ଼ା ଶୁଣି ଶୁଣି ମତେ ବିରକ୍ତ ଲାଗିଲାଣି। ଏମାନଙ୍କ ପାଇଁ ମୁଁ ଶାନ୍ତିରେ ଟିକେ ଶୋଇପାରୁନି। ଏ ଗଛ ଛାଡ଼ି ମୁଁ କୁଆଡ଼େ ବି ଯାଇପାରିବିନି। ମୋ ସ୍ୱାମୀ କହିକି ଯାଇଛନ୍ତି ହୋଲିରେ ସେ ଫେରିବେ। ଆଉ କିଛି ଦିନ ପରେ ହୋଲି। ମୋ ସ୍ୱାମୀ ଫେରିଲେ ଆମେ ଆମ ଘରକୁ ଚାଲିଯିବୁ। ଏଠି ଶାନ୍ତିରେ ରହିବାକୁ ହେଲେ ଆଗ ଏମାନଙ୍କର ଝଗଡ଼ାକୁ ବନ୍ଦ କରାଏ। ଏଇ ତମେ ମାନେ ଆଗ ଝଗଡ଼ା ବନ୍ଦ କର। ଏଇ ନିଅ 2 ସୁନା ଟଙ୍କା ଭର୍ତ୍ତି ବାକ୍ସ। ତମ ମାନଙ୍କର ଯାହା ଇଚ୍ଛା ତାହା କିଣି ଏବେ ଖାଇପାରିବ। ଆରେ ବାଃ, କେତେ ଗୁଡ଼ିଏ ଟଙ୍କା! ମୁଁ ଏବେ ପ୍ରତିଦିନ ନୂଆ ନୂଆ ଗହଣା କିଣି ପିନ୍ଧି ପାରିବି। ସତରେ ଏତେ ଗୁଡ଼ିଏ ଟଙ୍କା? ମୋ ଇଚ୍ଛା ଆଜି ପୁରା ହେଇଗଲା। ମୁଁ ଏବେ କାମ ନ କରି ବସି ବସି ଆରାମରେ ଖାଇବି। କିରେ, କଣ ହେଲା? ତମେ ମାନେ କଣ ଏତେ ଭାବୁଛ? ଏବେ ତମେ ମାନେ ଖୁସି ତ? ହଁ ହଁ ପିଶାଚି, ଆମେ ଏବେ ବହୁତ ଖୁସି। କିନ୍ତୁ ତୁମେ ଆମକୁ ଏସବୁ କାହିଁକି ଦେଲ? ମୁଁ ତମର ଏଇ ଆମ୍ବ ଗଛରେ ରୁହେ। ମୋ ସ୍ୱାମୀ ହୋଲିରେ ଫେରିବେ କହିଛନ୍ତି। ହୋଲି ଆସିବା ଯାଏଁ ମତେ ଏଠି ଶାନ୍ତିରେ ରହିବାକୁ ଦିଅ। ଆଉ ଦିନେ ବି ଝଗଡ଼ା କରିବନି, ନହେଲେ ମୁଁ ତମ ସ୍ୱାମୀ ସ୍ତ୍ରୀଙ୍କ ବେକ ମୋଡ଼ିଦେବି, ବୁଝିଲ? ଠିକ୍ ଅଛି ପିଶାଚି, ତୁମେ ଚିନ୍ତା କରନି। ଆମେ ଆଜିଠୁ ଆଉ କେବେ ଝଗଡ଼ା କରିବୁନି। ଠିକ୍ ଅଛି। ଓଃ, ଭାରି ନିଦ ଲାଗିଲାଣି, ଯାଏ ଟିକେ ଶୋଇବି। ଆରେ ଶୁଣ, ଏବେ ଆମ ପାଖରେ ଅନେକ ଟଙ୍କା। ମୁଁ ଖାଇବା ରୋଷେଇ କରିପାରିବିନି। ତୁମେ ବାହାରୁ କିଛି ଖାଇବା ଅର୍ଡର କରିନିଅ। ମୁଁ ଯାଉଛି ବଜାରକୁ। ଆଚ୍ଛା, ଠିକ୍ ଅଛି। ବାପା ବାପା, ଆମ ସ୍କୁଲରେ ହୋଲିର ଛୁଟି ଦେଇଦେଲେ। ଆଜି ଆମର ସବୁ ସାଙ୍ଗ ହୋଲି ପାଇଁ ରଙ୍ଗ କିଣିବାକୁ ଯିବେ। ଆମକୁ ବି ଟଙ୍କା ଦିଅ, ଆମେ ବି ଆଜି ହୋଲିରେ ରଙ୍ଗ କିଣିବୁ। ହଁ ହଁ ପିଲାମାନେ, ଏବେ ଆମ ପାଖରେ ଅନେକ ଟଙ୍କା। ଖାଲି ରଙ୍ଗ କଣ, ତମେ ମାନେ ଯାହା ଇଚ୍ଛା ତାହା କିଣିପାରିବ। ଏଇ ନିଅ ଟଙ୍କା। ଦିଦି ଦିଦି, ଦେଖେ, ବାପା ମତେ କେତେ ଗୁଡ଼ିଏ ଟଙ୍କା ଦେଲେ। ଏବେ ମୁଁ ମୋ ମନ ପସନ୍ଦର ପିଚକାରୀ କିଣିପାରିବି। ହଁ, ତୁ ଠିକ୍ କହିଲୁ। ଚାଲ ଚାଲ, ଏବେ ଆମେ ଦୋକାନକୁ ଯିବା। ଏମିତି କଥା ହେଇ 2 ଛୁଆ ରଙ୍ଗ ଦୋକାନକୁ ଗଲେ ଆଉ ନିଜ ମନ ପସନ୍ଦର ରଙ୍ଗ ପିଚକାରୀ କିଣିଲେ। ସେପଟେ ମା ଚଢ଼େଇ ବି ପ୍ରତିଦିନ ନୂଆ ନୂଆ ଶାଢ଼ୀ ଆଉ ଗହଣା କିଣୁଥିଲା। ଏ ସବୁ କିଛି ଦେଖି ଅନ୍ୟ ଚଢ଼େଇ ମାନଙ୍କ ମନରେ ସନ୍ଦେହ ହେଲା। ଆରେ ଚଢ଼େଇ, ପ୍ରତିଦିନ ତୁ କଣ ନୂଆ ନୂଆ ଶାଢ଼ୀ ଆଉ ଗହଣା କିଣୁଛୁ? ଏତେ ଟଙ୍କା ତମେ ମାନେ କୋଉଠୁ ପାଇଲ? ତମ ମାନଙ୍କର କଣ ଲଟେରୀ ଲାଗିଗଲା କି? ଆରେ ନା ନା, ସେମିତି କିଛି ନୁହଁ। ମୋ ସ୍ୱାମୀ ଏବେ ନୂଆ କାମ ପାଇଛନ୍ତି, ତାଙ୍କ ଦରମା ଅଧିକ, ସେଥିପାଇଁ ମୁଁ କିଛି ଗହଣା କିଣୁଥିଲି। ହଉ, ମୁଁ ଏବେ ଯାଉଛି। ତାପରେ ଚଢ଼େଇ ସେଠାରୁ ଚାଲିଗଲା।
କାଉର ସ୍ତ୍ରୀ ଘରକୁ ଆସିଲା। ତା ସ୍ୱାମୀକୁ ସେ ସବୁ ଘଟଣା କହିଲା। ମୋ ରାଜୁକୁ ସବୁଦିନ ଦେଖୁଛି, ସେ ତ କାମକୁ ଯାଉନି। ଚଢ଼େଇ ତତେ ମିଛ କହିଲା। ମୋର ବି ସେମାନଙ୍କ ଉପରେ ସନ୍ଦେହ ହଉଛି। ନିଶ୍ଚୟ ସେମାନେ କିଛି କଥା ଲୁଚଉଛନ୍ତି। ଆଜି ରାତି ହେଉ, ଆମେ ତାଙ୍କ ଘରକୁ ଯିବା ଆଉ ଦେଖିବା ସେମାନେ କ'ଣ କରୁଛନ୍ତି। ଏମିତି କଥା ହେଇ ଦୁଇ କାଉ ଚଢ଼େଇର ଘରକୁ ଗଲେ ଆଉ ଜାଣିଗଲେ ତାଙ୍କ ପାଖରେ 2 ସୁନା ଟଙ୍କାର ବାକ୍ସ ଅଛି। ଆରେ ବାପରେ, ଚଢ଼େଇ ମାନଙ୍କ ପାଖରେ ତ ଅନେକ ସୁନା ଟଙ୍କା ଅଛି। ଏବେ ବୁଝିଲି ସେମାନେ କାମ ନ କରି ଏତେ ଟଙ୍କା କେମିତି ଉଡଉଛନ୍ତି। ଏବେ ତ ଚଢ଼େଇ ମାନେ ଶୋଇଗଲେଣି। ଚାଲେ ଆମେ ଚଢ଼େଇର ସବୁ ସୁନା ଟଙ୍କା ନେଇ ଚାଲିଯିବା। ଆରେ ନା ନା, ଆମେ ଯଦି ସବୁ ସୁନା ଟଙ୍କା ନେଇଯିବା ଚଢ଼େଇ ମାନେ ନିଶ୍ଚୟ ତାଙ୍କ ସୁନା ଟଙ୍କା ଖୋଜିବେ। ଘରେ ଯଦି ଏତେ ସୁନା ଟଙ୍କା ରଖିବା ଆମେ ବି ବିପଦରେ ପଡିଯିବା। ତାଠୁ ଭଲ ହେବ ଆମେ ପ୍ରତି ରାତିରେ ଅଳ୍ପ ଅଳ୍ପ ସୁନା ଟଙ୍କା ଚୋରି କରି ନେଇଯିବା। ସେମିତିରେ କେହି କିଛି ଜାଣିପାରିବେନି। କାଉ ବି ତା ସ୍ତ୍ରୀ କଥାରେ ରାଜି ହେଇଗଲା। ତାପରେ ସେମାନେ ଘର ଭିତରକୁ ଗଲେ ଆଉ ଅଳ୍ପ ଅଳ୍ପ କିଛି ସୁନା ଟଙ୍କା ଚୋରି କରି ନେଇ ଚାଲିଗଲେ। ସକାଳ ହେଲା ପରେ ଚଢ଼େଇ ଆଉ ତାର ସ୍ୱାମୀ ଜାଣିଗଲେ ତାଙ୍କର କିଛି ସୁନା ଟଙ୍କା କମ୍ ଅଛି। ସେ 2 ଜଣ ଅନେକ ରାଗିଗଲେ ଆଉ ଝଗଡ଼ା ଆରମ୍ଭ କରିଦେଲେ। ତମ ପାଖରେ ଏତେ ଟଙ୍କା ଥାଉ ଥାଉ ତୁମେ ମୋ ଟଙ୍କା ଉପରେ ଆଖି ପକଉଛ। ଯେତେ ଟଙ୍କା ମୋର ଚୋରି କରିଛ ମତେ ଏବେ ହିଁ ଫେରାଅ, ନହେଲେ କିଛି ଭଲ ହେବନି। ଚୋରି ମୁଁ ନୁହଁ, ତୁ କରିଛୁ। ତୁ ମୋର ସୁନା ଟଙ୍କା ଚୋରି କରିଛୁ। ଏବେ ତୁ ମୋର ସୁନା ଟଙ୍କା ଫେରା। ଏମିତି ସେ 2 ଜଣ ପୁଣି ଥରେ ଝଗଡ଼ା ଲାଗିଲେ। ତାଙ୍କ ଝଗଡ଼ା ଶୁଣି ପିଶାଚି ସେଠାକୁ ଆସିଲା। ଏଇ, ମୁଁ ତମ ମାନଙ୍କୁ ଆଗରୁ କହିଥିଲି ଝଗଡ଼ା କରିବନି। ପୁଣି କ'ଣ ହେଲା ଯେ ଏମିତି ଝଗଡ଼ା କରୁଛ? 2 ଚଢ଼େଇ ତାକୁ ସବୁ ଘଟଣା କହିଲେ। କେହି କାହା ଟଙ୍କା ଚୋରି କରିନ। ତମ ମାନଙ୍କ ଟଙ୍କା ଆଉ 2ଟି ଚଢ଼େଇ ଚୋରି କରିଛନ୍ତି। ଏବେ ଲାଗୁଛି ତମ ମାନଙ୍କୁ ସୁନା ଟଙ୍କା ଦେଇ ମୁଁ ବହୁତ ବଡ଼ ଭୁଲ କରିଦେଲି। ତମେ ମାନେ ସେ ସୁନା ଟଙ୍କା କାମରେ ନ ଲଗେଇ ଅଯଥା ଖର୍ଚ୍ଚ କଲ, ଯୋଉଥିପାଇଁ ସବୁ ଚଢ଼େଇ ତମ ମାନଙ୍କୁ ସନ୍ଦେହ କରୁଛନ୍ତି। ହଁ ପିଶାଚି, ତୁମେ ଠିକ କହିଲ। ଏତେ ସୁନା ଟଙ୍କା ପାଇଲା ପରେ ଆମେ ଲୋଭୀ ପାଲଟି ଗଲୁ, କାମ ନ କରି ବସି ରହିଲୁ। ହଁ ଠିକ କଥା। ଆମକୁ ଯଦି ସହଜରେ କିଛି ମିଳିଯାଏ ଆମେ ତାର ମୂଲ୍ୟ ବୁଝନ୍ତିନି। ପିଶାଚି, ତୁମେ ତୁମ ସୁନା ଟଙ୍କା ଫେରେଇ ନେଇଯାଅ। ଆମେ ପୂର୍ବ ଭଳି ପରିଶ୍ରମ କରିବାକୁ ଚାହୁଁଛୁ। ଆରେ ବାଃ, ତମେ ମାନେ ତ ନିଜ ଭୁଲ ବୁଝିପାରିଲ। ହଉ, ମୁଁ ଏବେ ସବୁ ସୁନା ଟଙ୍କା ନେଇଯାଉଛି। ତା ବଦଳରେ ମୁଁ ତମମାନଙ୍କୁ ଗୋଟେ ହୋଟେଲ କରିଦେଉଛି। ଏଠାରେ ତୁମେ ସବୁ ଜିନିଷ ପାଇବ। ଆଜି ପରଠୁ ଏ ହୋଟେଲରେ କାମ କରି ତମେ ମାନେ ଟଙ୍କା ରୋଜଗାର କରିପାରିବ। ପିଶାଚି, ତୁମକୁ ବି ଅନେକ ଅନେକ ଧନ୍ୟବାଦ। ତୁମେ ଆମକୁ ବହୁତ ବଡ଼ ସାହାଯ୍ୟ କଲ। ଆମେ ଏସବୁ କେବେ ବି ଭୁଲିବୁନି। କାଲି ହୋଲି, ଏଇ କିଛି ରଙ୍ଗ ନିଅ। ତମ ସ୍ୱାମୀ ଆସିଲେ କାଲି ହୋଲି ଖେଳିବ। ହାପି ହୋଲି। ଆଚ୍ଛା ଠିକ ଅଛି, ତମ ମାନଙ୍କୁ ବି ହାପି ହୋଲି। ଏମିତି ପିଶାଚି ସବୁ ସୁନା ଟଙ୍କା ଅଦୃଶ୍ୟ କରିଦେଲା। ସେପଟେ କାଉ ମାନଙ୍କର ବି ସୁନା ଟଙ୍କା ଅଦୃଶ୍ୟ ହେଇଗଲା। ଏ କ'ଣ, ଆମର ସବୁ ସୁନା ଟଙ୍କା ଅଦୃଶ୍ୟ କେମିତି ହେଇଗଲା? ଆମେ ଚଢ଼େଇ ମାନଙ୍କ ସୁନା ଟଙ୍କା ଚୋରି କରିଥିଲେ। ଏବେ ଆମକୁ ତାର ଶାସ୍ତି ମିଳୁଛି। ଆମେ ଏମିତି ଭୁଲ ଆଉ କେବେ କରିବାନି। ପରଦିନ ସକାଳେ ସବୁ ଚଢ଼େଇ ମିଶି ହୋଲି ଖେଳିଲେ। ସେଦିନ ପିଶାଚିର ସ୍ୱାମୀ ବି ଫେରିଲା। ଆରେ ତୁମେ ଆସିଗଲ, ଆଜି ମୁଁ ବହୁତ ଖୁସି। ଚାଲ ଏବେ ଆମେ ଆମ ଘରକୁ ଫେରିଯିବା। ହେଲେ ତା ପୂର୍ବରୁ ହାପି ହୋଲି। ହୋଲି ହେ, ହୋଲି ହେ। ଆଜି ହଉଛି ରଙ୍ଗର ପର୍ବ ହୋଲି, ଖୁସିର ଦିନ। ହେଲେ ମୁଁ ଥାଉ ଥାଉ କେହି ଖୁସି ହେଇପାରିବେନି। ଏ ଜଙ୍ଗଲର ଚଢ଼େଇ ମାନେ ପ୍ରତିବର୍ଷ ହୋଲି ଖେଳନ୍ତି, ହେଲେ ମତେ କେହି ଡାକନ୍ତିନି। ଏ ବର୍ଷ ମୁଁ ହୋଲି ଖେଳିବି ନିଜେ ବନେଇଥିବା ରଙ୍ଗକୁ ନେଇ। ଏଇ ହଉଛି ମୋ ପ୍ରଥମ ରଙ୍ଗ, ଗୋବର ପାଣି। ଏଇ ହଉଛି ମୋ ଦ୍ୱିତୀୟ ରଙ୍ଗ, ଲଙ୍କା ଗୁଣ୍ଡ।
ଲଙ୍କା ବମ୍ ଫିଙ୍ଗି ଖେଳିବି ହୋଲି। ଯାହା ଦେହରେ ବାଜିବ ଏ ଲଙ୍କା ବମ୍ ସେ ଭୁଲିଯିବ ନିଜ ନାମ। ଏମିତି ଚିନ୍ତା କରି ପିଶାଚି ତା ଗୋବର ବାଲ୍ଟି ଧରି ଜଙ୍ଗଲ ଭିତରକୁ ଆସିଲା। ସେ ଦେଖିଲା ସବୁ ଚଢ଼େଇ ମନ ଖୁସିରେ ହୋଲି ଖେଳୁଛନ୍ତି। ହୋଲି ହେ ବୁରା ନା ମାନ ହୋଲି ହେ। ଏଇ ନେ ମୁନା। ଆରେ ମତେ ତ ପୁରା ଭିଜେଇ ଦେଲୁ, ଏଇ ତୁ ବି ନେ। ଏସବୁ ଏମାନେ କ'ଣ କରୁଛନ୍ତି? ମୋ ଛଡ଼ା ଏମାନେ ଏତେ ମଜା କରୁଛନ୍ତି। ରୁହ, ତମମାନଙ୍କ ମଜା ଛଡ଼ଉଛି। ଏମିତି କହି ପିଶାଚି ତା ଗୋବର ପାଣି ଛୁଆଙ୍କ ଉପରକୁ ଫିଙ୍ଗିଲା। ଠିକ୍ ସେହି ସମୟରେ ଜୋରେ ପବନ ବହିଲା। ଗୋବର ପାଣି ପବନରେ ଉଡ଼ି ଆସି ପିଶାଚିର ଦେହରେ ହିଁ ପଡ଼ିଲା। ତା ଦେହରୁ ଦୁର୍ଗନ୍ଧ ବାହାରିଲା। ଆରେ ଆରେ ଏସବୁ କ'ଣ ହେଇଗଲା? ଏ ପବନ ଏତିକି ବେଳେ ହିଁ ବହିବାର ଥିଲା। ଚି, ମୋ ଦେହରୁ କେତେ ଦୁର୍ଗନ୍ଧ ବାହାରୁଛି। ମୁଁ ଏ ଛୁଆ ଗୁଡ଼ାକୁ ଛାଡ଼ିବିନି। ଏବେ ମୁଁ ଏମାନଙ୍କ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିବି। ଲଙ୍କାଗୁଣ୍ଡ ଯେତେବେଳେ ଏମାନଙ୍କ ମୁହଁରେ ବାଜିବ ମଜା ଆସିଯିବ। ଏମିତି କହି ପିଶାଚି ତା ଲଙ୍କାଗୁଣ୍ଡ ବାହାର କଲା ଫିଙ୍ଗିବା ପାଇଁ। ହଠାତ୍ ଗଛରୁ ଏକ ଶୁଖିଲା ପତ୍ର ଖସି ପିଶାଚିର ନାକରେ ବାଜିଲା। ସେ ଜୋରେ ଛିଙ୍କିଲା, ଯାହା ଫଳରେ ପିଶାଚିର ଲଙ୍କାଗୁଣ୍ଡ ତା ଉପରେ ହିଁ ପଡ଼ିଗଲା। ଆରେ ମରିଗଲି ରେ, ଜଳିଗଲି। ବଞ୍ଚାଅ ରେ, ମତେ କେହି ବଞ୍ଚାଅ। କ'ଣ କରିବାକୁ ଆସିଥିଲି, କ'ଣ ହେଇଗଲା? ଏଇ ମୁନା, କିଏ ଗୋଟେ ଛିଙ୍କିଲା ନା? କାଇଁ ନାଇଁ ତ, ମୁଁ ତ କିଛି ବି ଶବ୍ଦ ଶୁଣିନି। ହୋଲି ହେ ବୁରା ନା ମାନ ହୋଲି ହେ। ସେପଟେ ଲଙ୍କାଗୁଣ୍ଡ ପିଶାଚିର ଆଖି ନାକରେ ପଶିଗଲା। ସେ ଅନେକ ରାଗିଗଲା। ଛାଡ଼ିବିନି, ମୁଁ କାହାକୁ ବି ଛାଡ଼ିବିନି। ଆଜି ଏମାନଙ୍କୁ ମାରି ମୁଁ ଖାଇଦେବି। ଏମିତି କହି ପିଶାଚି ଛୁରୀ ବାହାର କରି ଛୋଟ ପିଲାଙ୍କୁ ମାରିବା ପାଇଁ ଦୌଡ଼ିଲା। ପିଲାମାନେ ବି ପିଶାଚିକୁ ଦେଖି ଅନେକ ଡରିଗଲେ। ସେମାନେ ବି ନିଜ ନିଜ ଘରକୁ ଯିବା ପାଇଁ ଦୌଡ଼ିଲେ। ବଞ୍ଚାଅ, ବଞ୍ଚାଅ, ଆମକୁ କେହି ବଞ୍ଚାଅ। ଏ ପିଶାଚି ଆମକୁ ମାରିଦେବ। ପିଶାଚି ଆମ ପଛରେ ପଡ଼ିଛି, ଆମକୁ କେହି ବଞ୍ଚାଅ। ପିଲାମାନଙ୍କର ଚିତ୍କାର ଶୁଣି ସବୁ ଚଢ଼େଇ ହାତରେ ଲାଠି ଧରି ରାସ୍ତାକୁ ଆସିଲେ। ପିଲାମାନଙ୍କ ପଛରେ ପିଶାଚିକୁ ଦୌଡ଼ୁଥିବାର ଦେଖି ସବୁ ଚଢ଼େଇ ପିଶାଚିକୁ ଘେରି ତାକୁ ବହୁତ ପିଟିଲେ। ଏ ପିଶାଚି ଆମ ପିଲାମାନଙ୍କ ଉପରେ ଆକ୍ରମଣ କରୁଥିଲା। ମାର ୟାକୁ। ଆମ ପିଲାଙ୍କ ଉପରେ ନଜର ପକାଉଛି ପିଶାଚି। ଏବେ ମାଡ଼ ଖା। ଆଉ ମାରନି, ଓଃ ଭାରି କାଟୁଛି। ମୁଁ ଆଉ ଦିନେ ବି ଏଠାକୁ ଆସିବିନି। ଦୟାକରି ମତେ ଛାଡ଼ି ଦିଅ। ପିଶାଚି, ଆମେ ତୋର କିଛି କ୍ଷତି କରିନୁ। ତୁ ଆମ ପିଲାମାନଙ୍କୁ କାହିଁକି ମାରିବାକୁ ଚାହୁଁଥିଲୁ? ତମେ ମାନେ ପ୍ରତିବର୍ଷ ହୋଲି ଖେଳ, ମତେ କେହି ବି ଡାକନି। ଏ ବର୍ଷ ମୁଁ ରାଗରେ ସମସ୍ତଙ୍କ ଉପରେ ଗୋବର ପାଣି ଆଉ ଲଙ୍କାଗୁଣ୍ଡ ଫିଙ୍ଗିବାକୁ ଆସିଥିଲି, ହେଲେ ସେସବୁ ମୋ ଉପରେ ହିଁ ପଡ଼ିଗଲା। ମୁଁ ରାଗି ଯାଇ ସମସ୍ତଙ୍କୁ ମାରିବା ପାଇଁ ଆସିଥିଲି। ମତେ କ୍ଷମା କରିଦିଅ। ମୁଁ ଆଉ କେବେ ବି ଏଠାକୁ ଆସିବିନି। ମୁଁ କେବଳ ତମମାନଙ୍କ ସହ ହୋଲି ଖେଳିବାକୁ ଚାହୁଁଥିଲି। ଓ, ଏଇ କଥା। ତେବେ ଚାଲ ଆମ ସହ ମିଶି ହୋଲି ଖେଳିବ। ନା, ଆମେ ପିଶାଚିକୁ ଏମିତି ଛାଡ଼ିବାନି। ଧର ସମସ୍ତେ ୟାକୁ। ତାପରେ ସବୁ ଚଢ଼େଇ ପିଶାଚିକୁ ଧରି ରଙ୍ଗ ମିଶା ପାଣି ଗାଡ଼ିଆକୁ ଫୋପାଡ଼ି ଦେଲେ। ବୁରା ନା ମାନ ହୋଲି ହେ। ଏମିତି ସମସ୍ତେ ସେ ବର୍ଷ ଖୁବ୍ ମଜା କରି ହୋଲି ଖେଳିଲେ। ଦୂର ଏକ ଜଙ୍ଗଲରେ ସବୁ ଚଢ଼େଇ ମିଳିମିଶି ରହୁଥିଲେ। ସେଇ ଜଙ୍ଗଲରେ ଏକ ମା ବତକ ତାର 2 ଛୁଆଙ୍କ ସହ ରହୁଥିଲା। ଦିନେ ସେ ତାର 2 ଛୁଆଙ୍କୁ କହିଲା, ଆରେ ପିଲାମାନେ, ବର୍ଷା ଦିନ ଆସିଗଲାଣି। ଆଜି ମୁଁ ଘର ତିଆରିବା ପାଇଁ କାଠ ଆଣିବାକୁ ବହୁତ ଦୂରକୁ ଯିବି। ତମେମାନେ ଶୀଘ୍ର ଖାଇବା ଖାଇନିଅ। ମା ବତକ ତାର 2 ଛୁଆଙ୍କୁ ଖାଇବା ଖୁଆଇଲା। ଖାଇବା ଖାଇ ସାରିଲା ପରେ ବତକର 2 ଛୁଆ ତାକୁ କହିଲେ, ମା, ଆଜି ଆମେ ବି ତୁମ ସାଙ୍ଗରେ କାଠ ଆଣିବାକୁ ଯିବୁ। କହିଲି ନା, ମୁଁ ବହୁତ ଦୂରକୁ ଯିବି। ଏତେ ଦୂର ତମେମାନେ ମୋ ସାଙ୍ଗରେ ଯାଇପାରିବନି। ଏଇଠି ଖେଳୁଥାଅ। ଯଦି କେଉଁ ହିଂସ୍ର ଜନ୍ତୁକୁ ଦେଖିବ, ଶୀଘ୍ର ଘର ଭିତରେ ଲୁଚିଯିବ। ଏମିତି ବୁଝେଇ ମା ବତକ ଜଙ୍ଗଲର ଆହୁରି ଭିତରକୁ ଗଲା। କିଛି ସମୟ ପରେ ସେ କାଠ ଧରି ଘରକୁ ଫେରିଲା। ଆଉ କାଠରେ ଘର ତିଆରିବା ଆରମ୍ଭ କଲା।
ଗୋଟେ ଛୁଆ ତା ମାଆକୁ ପଚାରିଲା, ମା ମା ତୁମେ ଘର ତିଆରିବା କାମ କାହା ପାଖରୁ ଶିଖିଛ? ମୁଁ ମୋ ମା ପାଖରୁ ହିଁ କାମ ଶିଖିଛି। ମା ଆଜି ଆମେ 2 ଜଣ ବି ତୁମ ପାଖରୁ ଘର ତିଆରି କାମ ଶିଖିବୁ ଆଉ ତୁମକୁ ଘର ତିଆରି କାମରେ ସାହାଯ୍ୟ କରିବୁ। ଏମିତି ସେମାନେ କଥା ହେଉ ହେଉ ମା ବତକ ଏକ ସୁନ୍ଦର ଘର ତିଆରି କରିଦେଲା। ଆରେ ବା ମା, ଆମ ନୂଆ ଘର କେତେ ସୁନ୍ଦର ହେଇଛି। ଆମକୁ ଆଉ ପୁରୁଣା ଭଙ୍ଗା ଘରେ ରହିବାକୁ ପଡ଼ିବନି। ଚାଲ ମା ଶୀଘ୍ର ଘର ଭିତରକୁ ଯିବା। ତାପରେ ମା ବତକ ତାର 2 ଛୁଆଙ୍କୁ ନେଇ ଘର ଭିତରକୁ ଗଲା। ଘର ତିଆରିବା ପରେ ମତେ ଭାରି ଥକା ଲାଗୁଛି। ପିଲାମାନେ ତମେ 2 ଜଣ ଜମା ବି ବାହାରକୁ ଯିବନି, ମୁଁ ଟିକେ ଆରାମ କରେ। ଏମିତି କହି ମା ବତକ ଆରାମ କଲା। କିଛି ଦିନ ବିତିଗଲା। ଦିନେ ସକାଳେ ମା ବତକ ତାର 2 ଛୁଆଙ୍କୁ କହିଲା, ଆରେ ପିଲାମାନେ ବର୍ଷା ଉଠେଇଛି, ଚାଲ ଶୀଘ୍ର ନଦୀରେ କିଛି ମାଛ ଖାଇଦେଇ ଚାଲି ଆସିବା। ବର୍ଷା ଥରେ ଆରମ୍ଭ ହେଲେ ଆଉ ଘରୁ ବାହାରି ପାରିବାନି। ହଁ ମା, ଚାଲ ଚାଲ ନଦୀକୁ ଯିବା। ବହୁତ ଦିନରୁ ଆମେ ନଦୀରେ ପହଁରିନୁ, ଆଜି ଆମେ ବହୁତ ମଜା କରିବୁ। ତାପରେ ମା ବତକ ତାର 2 ଛୁଆଙ୍କୁ ଧରି ନଦୀକୁ ଗଲା। ସେମାନେ ନଦୀରୁ ମାଛ ଖାଇ ସାରିଲା ପରେ ଘରକୁ ଫେରି ଆସିଲେ। ଠିକ୍ ସେହି ସମୟରେ ବର୍ଷା ଆରମ୍ଭ ହେଇଗଲା। ମା ଦେଖ ଦେଖ, ଆମ ନୂଆ ଘରେ ଟିକେ ବି ପାଣି ପଡୁନି। ମା ବତକ ଆଉ ତାର 2 ଛୁଆ ଝରକା ପଟୁ ବର୍ଷା ଦେଖୁଥିଲେ। ସେପଟେ ଚଢ଼େଇମାନଙ୍କ ପାଖରେ କାଠ ଘର ନଥିବାରୁ ସେମାନେ ବର୍ଷାରେ ଭିଜୁଥିଲେ। କାଉ ଆଉ ତାର ସ୍ତ୍ରୀ ନିଜ ଘରେ ରହି ବର୍ଷାରେ ଭିଜୁଥିଲେ। ଆରେ ଦେଖ ନା, ବର୍ଷା ଯୋଗୁଁ ଆମ ବସା ପୁରା ଓଦା ହେଇଯାଇଛି। ଏମିତି ଯଦି ଲଗାତାର ବର୍ଷାରେ ଭିଜିବା ଆମ ଦେହ ଖରାପ ହେଇଯିବ। କିଛି ତ ଗୋଟେ କର। ମୁଁ କ'ଣ କରିବି କହ? ଏ ଜଙ୍ଗଲରେ କେହି ବି କାଠରେ ଘର ତିଆରି କରି ଜାଣିନାହାନ୍ତି। ତୁ ଚାରିପଟକୁ ଦେଖେ, ଆମ ପରି ସମସ୍ତେ ବର୍ଷାରେ ଭିଜୁଛନ୍ତି। ହେ ଭଗବାନ, ଏ କେମିତିକା ବିପଦରେ ଆମେ ପଡ଼ିଗଲୁ। ସେପଟେ ଗୋଟେ ଟିକି ଚଢ଼େଇ ବର୍ଷାରେ ଭିଜୁଥିଲା। ହଠାତ୍ ସେ କହିଲା, ନା ଏମିତି ଆଉ ବର୍ଷାରେ ଭିଜି ହେବନି। ଆକାଶକୁ ଦେଖି ଲାଗୁଛି ଆହୁରି 2-3 ଦିନ ଲଗାତାର ବର୍ଷା ହେବ। ମୁଁ ଦେଖିଛି ବତକ ସାଙ୍ଗ ନିଜ ପାଇଁ କାଠରେ ଘର ତିଆରି କରିଛି। ମୁଁ ତା ପାଖକୁ ଯାଇ ସାହାଯ୍ୟ ମାଗି ଦେଖେ। ଏମିତି ଚିନ୍ତା କରି ଟିକି ଚଢ଼େଇ ତୁରନ୍ତ ବତକର ଘରକୁ ଗଲା ଆଉ କହିଲା, ବତକ ସାଙ୍ଗ କବାଟ ଖୋଲ। ମୁଁ ତୁମ ସାଙ୍ଗ ଟିକି ଚଢ଼େଇ ଆସିଛି। ମୁଁ ବଡ଼ ବିପଦରେ ପଡ଼ିଛି, ମୋତେ ଟିକେ ସାହାଯ୍ୟ କର। ଆରେ ଚଢ଼େଇ, ତୁ ଏ ବର୍ଷାରେ ଭିଜି ଭିଜି ମୋ ପାଖକୁ ଆସିଛୁ, କ'ଣ ହେଇଛି ତୋର? ମୋତେ କହ। ବତକ ସାଙ୍ଗ, ଆମ ଚଢ଼େଇମାନେ କାଠରେ ଘର ତିଆରି କରି ଜାଣିନୁ, ସମସ୍ତେ ବର୍ଷାରେ ଭିଜୁଛନ୍ତି। କ'ଣ ତୁମେ ଆମ ପାଇଁ ତୁମ ପରି ଏକ କାଠରେ ଘର ତିଆରି କରିଦେବ? ମୁଁ ଏକୁଟିଆ ସମସ୍ତଙ୍କ ପାଇଁ କେମିତି ଘର ତିଆରି କରିବି? ମୁଁ ତମମାନଙ୍କ ପରି ଉଡ଼ି ବି ପାରିନି ଯେ ଏତେ ଦୂରରୁ କାଠ ଆଣିପାରିବି। ନା କୁହନି ବତକ ସାଙ୍ଗ, ତୁମେ ଯଦି ଘର ତିଆରି କରିଦେବନି ଆମେ ସମସ୍ତେ ବର୍ଷାରେ ଭିଜି ଭିଜି ମରିଯିବୁ। କାଠ ପାଇଁ ତୁମେ ଚିନ୍ତା କରନି, ଆମେ ସମସ୍ତେ ତୁମ ପାଇଁ କାଠ ଆଣିଦେବୁ। ଠିକ୍ ଅଛି, ଯା ତାହେଲେ ସମସ୍ତଙ୍କୁ କହିବୁ କାଠ ଧରିକି ଆସିବେ। ମୁଁ ସମସ୍ତଙ୍କ ପାଇଁ ଘର ତିଆରି କରିଦେବି। ଟିକି ଚଢ଼େଇ ଖୁସି ହେଇ ସମସ୍ତଙ୍କ ପାଖକୁ ଗଲା ଆଉ ସବୁ ଚଢ଼େଇଙ୍କୁ ଏକଥା କହିଲା। ସବୁ ଶୁଣିଲା ପରେ କାଉ କହିଲା, ତୁ ସତ କହୁଛୁ ଚଢ଼େଇ, ବତକ ଆମ ପାଇଁ କାଠରେ ଘର ତିଆରି କରିଦେବ। ଚାଲ ଚାଲ ଶୀଘ୍ର କାଠ ନେଇ ତା ପାଖକୁ ଯିବା। ତାପରେ ସମସ୍ତେ କାଠ ନେଇ ବତକ ପାଖକୁ ଗଲେ। ମା ବତକ ବର୍ଷାରେ ଭିଜି ଭିଜି ସମସ୍ତଙ୍କ ପାଇଁ ଘର ତିଆରି କରିଦେଲା। ଚଢ଼େଇ ବତକକୁ କହିଲା, ବତକ ସାଙ୍ଗ, ତୁମକୁ ବହୁତ ବହୁତ ଧନ୍ୟବାଦ। ଆଜି ତୁମେ ଆମକୁ ଘର ତିଆରି କରିଦେଲ। ଯଦି କେବେ ବିପଦରେ ପଡ଼ ଆମକୁ କହିବ, ଆମେ ନିଶ୍ଚୟ ତୁମକୁ ସାହାଯ୍ୟ କରିବୁ। ଏମିତି କହି ସବୁ ଚଢ଼େଇ ନିଜ ନିଜ ଘରକୁ ଧରି ସେଠାରୁ ଚାଲିଗଲେ। କାଉ ଆଉ ତାର ସ୍ତ୍ରୀ ନିଜ କାଠ ଘର ଭିତରକୁ ଗଲେ। କାଉର ସ୍ତ୍ରୀ କହିଲା, ଆରେ ଶୁଣୁଛ, ଘରକୁ ଭଲ ଭାବରେ ଗଛ ଡାଳରେ ବାନ୍ଧିଛ ତ? ହଁ ହଁ, ମୁଁ ବହୁତ ଭଲ ଭାବରେ ଗଛ ଡାଳରେ ଆମ ଘରକୁ ବାନ୍ଧି ଦେଇଛି। ଆମେ ଆଉ ବର୍ଷାରେ ଭିଜିବାନି, ଏବେ ଖାଲି ଆରାମ କରିବା। ଏମିତି କଥା ହେଇ କାଉ ଆଉ ତାର ସ୍ତ୍ରୀ ଶୋଇପଡ଼ିଲେ। ବାହାରେ ବର୍ଷା ଟିକେ ବି କମୁନଥିଲା, ଆହୁରି ଜୋର ଜୋରରେ ବର୍ଷା ପଡ଼ୁଥିଲା। ବତକର 2 ଛୁଆ କଥା ହେଲେ, ଆରେ ଭଉଣୀ, ମା ତ ଶୋଇଯାଇଛି, ଚାଲ ଆମେ ଏଇ ସୁଯୋଗରେ ବାହାରକୁ ଯିବା ଆଉ ବର୍ଷାରେ ଭିଜି ଭିଜି ଖେଳିବା। ହଁ ହଁ,
ଚାଲ ଚାଲ, ମତେ ବି ବର୍ଷାରେ ଭିଜିବାକୁ ଭାରି ଇଚ୍ଛା ହେଉଛି। ଏମିତି କଥା ହେଇ ଦୁଇ ବତକ ଛୁଆ ବାହାରକୁ ଯାଇ ବର୍ଷାରେ ଭିଜି ଭିଜି ଖେଳିଲେ। ସେପଟେ ଜୋର ଜୋରେ ପବନ ବହିବା ଯୋଗୁଁ ପାଖ ଗଛଟି ବତକର ଘର ଉପରେ ପଡ଼ିଲା। ଘରଟି ଭାଙ୍ଗିଗଲା। ମା ବତକଟି ଚଢ଼େଇମାନଙ୍କ ଘର ତିଆରି କରି କରି ଦୁର୍ବଳ ହେଇଯାଇଥିଲା। ଭଙ୍ଗା ଘର ତଳେ ଚାପି ହେବା ଯୋଗୁଁ ମା ବତକର ଜୀବନ ଚାଲିଗଲା। ଏସବୁ ଯେତେବେଳେ ଦୁଇ ବତକ ଛୁଆ ଦେଖିଲେ, ସେମାନେ ଅନେକ କାନ୍ଦିଲେ। ମା ତୋର କ'ଣ ହେଇଗଲା? ଉଠ ମା। କାନ୍ଦନି ଭଉଣୀ, ମା ଆମକୁ ଛାଡ଼ି ବହୁତ ଦୂରକୁ ଚାଲି ଯାଇଛି। ସେ ଆଉ କେବେ ବି ଫେରିବନି। ଦୁଇ ବତକ ଛୁଆ ମାଆକୁ ହରେଇ ଅନେକ କାନ୍ଦୁଥିଲେ। ବର୍ଷାରୁ ରକ୍ଷା ପାଇବା ପାଇଁ ତାଙ୍କ ପାଖରେ ଘର ନଥିଲା। ଦୁଇ ଜଣ ବର୍ଷାରେ ଭିଜୁଥିଲେ। ଦିଦି, ମତେ ଭାରି ଥଣ୍ଡା ଲାଗୁଛି। ମତେ ଆଉ ବର୍ଷାରେ ଭିଜିବାକୁ ଭଲ ଲାଗୁନି। ହଁ, ମତେ ବି ବର୍ଷାରେ ଭିଜିବାକୁ ଆଉ ଭଲ ଲାଗୁନି। ଚାଲ ଆମେ ଚଢ଼େଇମାନଙ୍କ ପାଖକୁ ଯିବା ଆଉ ତାଙ୍କୁ ସାହାଯ୍ୟ ମାଗିବା। କେହି ନା କେହି ତ ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ଏମିତି କଥା ହେଇ ଦୁଇ ବତକ ଛୁଆ କାନ୍ଦି କାନ୍ଦି ଆଗକୁ ଗଲେ। କିଛି ଦୂର ଗଲା ପରେ ସେମାନେ କାଉର ଘର ଦେଖିଲେ। ଗଛ ତଳେ ଛିଡ଼ା ହେଇ ସେମାନେ କହିଲେ, କାଉ ଅଙ୍କଲ, ଘରେ ଅଛ କି? ଆମକୁ ଟିକେ ସାହାଯ୍ୟ କର। ଆମେ ବଡ଼ ବିପଦରେ ପଡ଼ିଛୁ। ବାହାରକୁ ଟିକେ ଆସ। କ'ଣ ହେଲା? ତମେ ଦୁଇ ଛୁଆ ଏମିତି ଚିତ୍କାର କାହିଁକି କରୁଛ? କ'ଣ ହେଇଛି ତମ ଦୁଇ ଜଣଙ୍କର? କାଉ ଅଙ୍କଲ, ଆମ ମା ଆଉ ନାହିଁ। ଗଛ ପଡ଼ି ଆମ ଘର ଭାଙ୍ଗିଗଲା। ସେଇ ଘର ତଳେ ଚାପି ହେଇ ମା ଆମକୁ ଛାଡ଼ି ଚାଲିଗଲା। ରହିବା ପାଇଁ ଆମ ପାଖରେ ଘର ନାହିଁ। ଆମକୁ ତୁମ ଘରେ ଟିକେ ଆଶ୍ରୟ ଦେଇଥାଅ। ମୋ ଘର ବହୁତ ଛୋଟ। ମୁଁ ତମ ଦୁଇ ଜଣଙ୍କୁ ଘରେ ରଖିପାରିବିନି। ଚାଲିଯାଅ ଏଠୁ। କାଉ ଅଙ୍କଲ, ତୁମ ଘର ତ ଆମ ମା ବନେଇଛି। ତଥାପି ତୁମେ ଆମକୁ ସାହାଯ୍ୟ କରୁନ। ତମମାନଙ୍କ ମା ମୋ ପାଇଁ ରାଜଉଆସ ତିଆରି କରିଦେଇନି ଯେ ମୁଁ ତମମାନଙ୍କୁ ମୋ ଘରେ ରଖି ତମମାନଙ୍କର ଦାୟିତ୍ୱ ନେବି। ଏତେ ବଢ଼ିଆ ଶୋଇଥିଲି, ଏ ଦୁଇ ଛୁଆ ଆସି ମୋ ନିଦ ଭାଙ୍ଗିଦେଲେ। ଯାଅ, ଚାଲିଯାଅ ଏଠୁ। ଏମିତି କହି କାଉ କବାଟ ବନ୍ଦ କରିଦେଲା। ଦୁଇ ଛୁଆ ନିରାଶ ହେଇ କାନ୍ଦି କାନ୍ଦି ଆଗକୁ ଗଲେ। ସେମାନେ ଚଢ଼େଇକୁ ବି ସବୁ ଘଟଣା କହିଲେ। ସବୁ ଶୁଣିଲା ପରେ ଚଢ଼େଇ ଦୁଇ ଛୁଆଙ୍କୁ ନିଜ ଘର ଭିତରକୁ ନେଇଗଲା। କାନ୍ଦନି ପିଲାମାନେ, ମୁଁ ଅଛି ନା ତୁମ ପାଖରେ। ମୋର ତ ପିଲା ଛୁଆ କେହି ନାହାନ୍ତି। ଆଜିଠୁ ମୁଁ ତୁମ ଦୁଇ ଜଣଙ୍କୁ ମୋ ନିଜ ଛୁଆ ପରି ପାଳିବି। ଆଜିଠୁ ତମେମାନେ ମୋତେ ମା ଡାକିବ। ଚଢ଼େଇର କଥା ଶୁଣି ଦୁଇ ଛୁଆ ଖୁସି ହେଇଗଲେ। ଚଢ଼େଇ ଦୁଇ ଛୁଆଙ୍କୁ ଖାଇବା ଦେଲା। 2 ଦିନ ବିତିଗଲା। ବର୍ଷା ଟିକେ ବି କମୁ ନଥିଲା। ଦିନେ ସକାଳେ କାଉ ଆଉ ତାର ସ୍ତ୍ରୀ କାନ୍ଦି କାନ୍ଦି ଚଢ଼େଇ ପାଖକୁ ଆସିଲେ। ଚଢ଼େଇରେ, ଆମ ଘରକୁ ଗଛ ଡାଳ ସହ ଭଲରେ ନ ବାନ୍ଧିବା ଯୋଗୁଁ ଏ ପବନ ବର୍ଷାରେ ଆମ ଘର ଭାଙ୍ଗିଗଲା। ଆମକୁ ତୋ ଘରେ ଟିକେ ଆଶ୍ରୟ ଦେ। ନାଇଁ ଚଢ଼େଇ ମା, ଏମାନଙ୍କୁ ଘରେ ରଖନି। ଆମ ମା ଏମାନଙ୍କୁ ଘର ତିଆରି କରିଦେଇଥିଲା। ହେଲେ ଏମାନେ ଆମ ବିପଦ ସମୟରେ ଆମକୁ ସାହାଯ୍ୟ କଲେ ନାହିଁ। ଓଲଟା ଆମକୁ ଗାଳି ଦେଇ ସେଠାରୁ ବାହାର କରିଦେଲେ। କ'ଣ ହେଲା? ତୁମେ ଦୁଇ କାଉ ଏତେ ଖରାପ? ଏମାନଙ୍କ ମା ତୁମକୁ ବର୍ଷାରେ ଭିଜି ଭିଜି ସାହାଯ୍ୟ କରିଥିଲା। ହେଲେ ତମେମାନେ ଏ ଦୁଇ ଛୁଆଙ୍କୁ ଘରୁ ବାହାର କରିଦେଲ। ତମେ ଦୁଇ ଜଣ ବି ଏଠୁ ଚାଲିଯାଅ। ମୁଁ ତମମାନଙ୍କୁ ମୋ ଘରେ ରଖିପାରିବିନି। ଚଢ଼େଇ, ଆମକୁ କ୍ଷମା କରିଦେ। ଆମେ ନିଜ ଭୁଲ ବୁଝିପାରୁଛୁ। ବତକ ଛୁଆ, ତମେମାନେ ବି ଆମକୁ କ୍ଷମା କରିଦିଅ। ଆମେ ଜୀବନରେ ଆଉ କେବେ ବି ଏମିତି ଭୁଲ କରିବୁନି। ଠିକ୍ ଅଛି, ଏଇ ଥରକ ମୁଁ ତୁମ ଦୁଇ ଜଣଙ୍କୁ ସୁଯୋଗ ଦେଉଛି। ବର୍ଷା ଛାଡ଼ିବା ଯାଏଁ ତୁମେ ଦୁଇ ଜଣ ଏଇଠି ରୁହ। ହେଲେ ବର୍ଷା ଛାଡ଼ିଲା ପରେ ତମେମାନେ ଏଠୁ ଚାଲିଯିବ। ସବୁବେଳେ ଗୋଟେ କଥା ମନେ ରଖିବ, ଯାହାଠୁ ସାହାଯ୍ୟ ପାଇଛ ତା ବିପଦ ସମୟରେ ତାକୁ ବି ନିଶ୍ଚୟ ସାହାଯ୍ୟ କରିବ। ଦୁଇ କାଉ ନିଜ ଭୁଲ ପାଇଁ ଅନୁତାପ କରୁଥିଲେ। ବର୍ଷା ଛାଡ଼ିବା ଯାଏଁ ସମସ୍ତେ ମିଶି ସେଇ ଗୋଟିଏ ଘରେ ରହିଲେ।